हाय ମୁଁ ସ୍ମିତା ଆଜି ଆପଣଙ୍କ ସହିତ ମାନେ ସାମ୍ନା ସାମ୍ନି ତ ଫ୍ରେଣ୍ଡସ୍ ସପ୍ରେ ଥିଲାବେଳେ ଆଜି ଗୋଟେ କଥା ମନକୁ ଆସିଲା ଆଉ ମୁଁ ଚାହିଁଲି ତାକୁ ରେକର୍ଡ କରିବାକୁ ଆଉ ସେ କଥାଟି ମୋ ପାଇଁ ବି ବହୁତ ଇମ୍ପୋର୍ଟାଣ୍ଟ ଆଉ ଏତେ ମୁଁ ଆଶା କଲି ଯେ ଆପଣଙ୍କ ସହିତ ବି ମଧ୍ୟ ସେୟାର କରିବାକୁ 2025 ଏମିତି ଗୋଟେ ଗୋଟେ ବର୍ଷ ସରିଯାଉଛି ଆଉ 2025 ଆସୁଛି ତାର ପାଦ ଶବ୍ଦ ବି ଶୁଭିଲାଣି ତ 2025 ଆମ ଲାଇଫ୍ ପାଇଁ ଆମ କ୍ୟାରିୟର ପାଇଁ କେମିତି ଗୋଟେ ପଜିଟିଭ୍ ହେଇପାରିବ ମୁଁ ଆପଣଙ୍କ ସହିତ ତିନିଟା କଥା ସେୟାର କରିବି ତା ପୂର୍ବରୁ ଆଜି ଯେଉଁଟା ମୋତେ ଗୋଟେ ମୁଁ ନିଜେ ନିଜେ ଭାବିଲି ଆଉ ମୋତେ ବି ଆଶ୍ଚର୍ଯ୍ୟ ଲାଗିଲା ଆଉ ଖୁବ୍ ହସିଲି ମଧ୍ୟ ଭାବିଲି ସତରେ ମଣିଷ କ'ଣ ଚାହେଁ ଯେଉଁମାନେ ମ୍ୟାରେଜ୍ କରିନାହାନ୍ତି ତାଙ୍କୁ ମ୍ୟାରେଜ୍ କରିଯିବା ଦରକାର ସେମାନଙ୍କର ଟେନସନ୍ କେବେ ମ୍ୟାରେଜ୍ ହେବ ଆଉ ଯେଉଁମାନଙ୍କର ମ୍ୟାରେଜ୍ ହେଇଯାଇଛି ତାଙ୍କୁ ମ୍ୟାରେଜ୍ ଲାଇଫ୍ଟା ବୋରିଂ ଲାଗୁଛି ସିଙ୍ଗଲ୍ ଲାଇଫ୍ଟା ଫ୍ରିଡମ୍ ଲାଇଫ୍ ତ ଯେତିକି ଜଣ ବି ମ୍ୟାରେଜ୍ ପର୍ସନ୍ ଅଛନ୍ତି ଦିନର କେତେବେଳେ ନା କେତେବେଳେ ସେ ଭାବିଥିବେ ଯେ କାସ୍ ସିଙ୍ଗଲ୍ ଲାଇଫ୍ଟା ଭଲ ତ ଲଭ୍ ମ୍ୟାରେଜ୍ କରୁଛନ୍ତି ତାପରେ ପୁଣି ଡିଭୋର୍ସ ହେଇଯାଉଛି ତ ମାନେ ଆକ୍ଚୁଆଲି ଯେଉଁମାନେ ଜବ୍ କରିଯାଇଛନ୍ତି ତାଙ୍କୁ କିଛି ମାସ ପରେ ଜବ୍ଟା ବୋର୍ ଲାଗୁଛି ସକାଳୁ ଉଠ ସେମିତି ଗୋଟେ ସ୍କୁଲ ଗଲା ପରେ ଅଫିସ୍ ଚାଲ ପୁଣି ଆସ କେବଳ ସାଲାରୀ ପାଇବା ଦିନଟା ଛାଡ଼ିଦେଲେ ଆଉ ସବୁଦିନ ବୋରିଂ ଲାଗୁଛି ଆଉ ଯେଉଁମାନେ ଜବ୍ ପାଇନାହାନ୍ତି ତ ମୁଣ୍ଡରେ ଟେନସନ୍ ଡିପ୍ରେସନ୍ କେବେ ଜବ୍ ହବ ଆକ୍ଚୁଆଲି ଆମେ କ'ଣ ଚାହୁଁ ଏ ମଣିଷ କ'ଣ ଚାହେଁ ମାନେ ମୋତେ ଲାଗେ ଯେମିତି ଆମ ପାଖରେ ଯାହା ଅଛି ତାକୁ ଛାଡ଼ିକି ଆମେ ଦୁନିଆର ଆଉ ସବୁ କିଛି ଚାହୁଁ ଆଉ ଗୋଟେ ବଡ଼ ଆଶ୍ଚର୍ଯ୍ୟ ହେଉଛି ଆମ ପାଖରେ ଯେତେ ଯାହା ଥିଲେ ବି ନା ଆମେ ସବୁବେଳେ ଅନ୍ୟକୁ ଦେଖୁ ତାଙ୍କ ପାଖରେ ହିଁ ସିଏ ଜବ୍ ପାଇଗଲା ତାଙ୍କ ଘର ଝିଅ ଏଇଟା କଲା ତାଙ୍କ ଘର ପୁଅ ଏଇଟା କଲା ତାଙ୍କର ଏମିତି ଗାଡ଼ି ଆଣିଲେ ତାଙ୍କର ଏମିତି ଘର କଲେ ତ ମାନେ ଆମେ ସତରେ ପ୍ରତିଟି ମଣିଷ ଆମ ଭିତରେ କେଉଁଠି ନା କେଉଁଠି ନିଜକୁ ଯେତିକି ଆମେ ନ ଦେଖନ୍ତି ଆମେ ଅନ୍ୟକୁ ବେଶୀ ଦେଖନ୍ତି ନିଜକୁ ଯେତିକି ଆମେ ବିଶ୍ଳେଷଣ ନ କରନ୍ତି ଯେତିକି ଆମକୁ ଆମ ଭିତରର କ'ଣ କ୍ୱାଲିଟିଜ୍ ରହିଛି ଆମ ଭିତରର ୱିକନେସ୍ କ'ଣ ରହିଛି ଷ୍ଟ୍ରେଙ୍ଗଥନେସ୍ କ'ଣ ରହିଛି ଆମେ ସେଟାକୁ ଯେତିକି ମାନେ ଜଜ୍ ନ କରୁ ଆମେ ବାହାର ଦୁନିଆକୁ ବେଶୀ କରୁ ତ ତାପରେ ଏମିତି ହିଁ ବର୍ଷ ପରେ ବର୍ଷ ସମୟ ଗଡ଼ିଯାଏ ତ ଆପଣଙ୍କ ସହିତ ଏବେ ମୁଁ କହିବି ସେଇ ତିନୋଟି କଥା ଯେଉଁ ତିନୋଟି କଥା ମୁଁ 2025ରେ ମଧ୍ୟ ନିଜେ ପାଳନ କରିବାକୁ ଯାଉଛି ଆଉ ଆପଣଙ୍କ ସହିତ ମୁଁ ସେୟାର କରୁଛି ଫାର୍ଷ୍ଟ ଥିଙ୍ଗ ହେଉଛି ଆମେ ସବୁବେଳେ ଆମ ଷ୍ଟ୍ରଗଲ୍କୁ ଡରିଯାଆନ୍ତି ସଂଘର୍ଷଟା ଆମକୁ ବହୁତ କଷ୍ଟ ଦିଏ ସବୁବେଳେ କମ୍ଫର୍ଟ ଜୋନ୍ଟା ସମସ୍ତଙ୍କୁ ଆନନ୍ଦ ଦିଏ କିନ୍ତୁ ଯେତେବେଳେ କିଛି ଗୋଟେ ଅସୁବିଧା ଆସିଯାଏ ପ୍ରୋବ୍ଲେମ୍ ଆସିଯାଏ ଆମେ ସମସ୍ତେ ହତୋତ୍ସାହିତ ହେଇଯାଆନ୍ତି କିନ୍ତୁ ଗୋଟେ କଥା ମନେ ରଖିବେ ଯେ ଷ୍ଟ୍ରଗଲ୍ ମାନେ ହିଁ ଜିନ୍ଦଗୀ ଷ୍ଟ୍ରଗଲ୍ ମାନେ ହିଁ ଜୀବନ ଆଉ ଭଗବାନ ଆମକୁ ଏଇଥିପାଇଁ ମଣିଷ ଜନ୍ମ ଦେଇଛନ୍ତି ଷ୍ଟ୍ରଗଲ୍ କରିବା ପାଇଁ ଆଉ ଯଦି ଆମେ ଷ୍ଟ୍ରଗଲ୍ ନ କରିବା ତାହେଲେ ଭଗବାନ ଆମକୁ କେବେ ମଣିଷ ଜନ୍ମ ବି ଦେଇନଥାନ୍ତେ ତେଣୁ ଯେଉଁମାନେ ଷ୍ଟ୍ରଗଲ୍କୁ ପ୍ରଭୁ ମାନେ ନେଇଛନ୍ତି ସେମାନେ ତାଙ୍କ ଲାଇଫ୍ରେ ପରିବର୍ତ୍ତନ କରିଛନ୍ତି ଆଉ ଯେଉଁମାନେ ଷ୍ଟ୍ରଗଲ୍କୁ ଡରି ଯାଇଛନ୍ତି ସେମାନଙ୍କ ଲାଇଫ୍ ପରିବର୍ତ୍ତନ ହେଇଛି କିନ୍ତୁ ଅଲଗା ୱେରେ ତେଣୁ ଆମେ ସବୁବେଳେ ଯେଉଁ ଗୋଟେ ଅନ୍ୟର ସଂଘର୍ଷ ଆମେ କେତେ କ'ଣ ଦେଖିନାହାନ୍ତି କେବେ ଆମେ କେବଳ ସମସ୍ତଙ୍କର ସଫଳତାକୁ ଦେଖିଛନ୍ତି କିନ୍ତୁ ତା ମାନେ ଯେଉଁ ସେଇ ସଂଘର୍ଷ ଭିତରେ ସେ ଯେଉଁ ଯନ୍ତ୍ରଣା ଆମେ ସମସ୍ତଙ୍କର ଦେଖିନାହାନ୍ତି କିନ୍ତୁ ସଫଳତା ହେଲେ ଆମେ ସମସ୍ତେ ଦେଖିଛନ୍ତି ଏମିତି ହେଇନଥିବ କି ଯେ ଆମେ ଯେଉଁ ଜୀବନଟା ବିତାଉଛନ୍ତି ଆମେ ସବୁବେଳେ ସିନା ଅନ୍ୟକୁ ଦେଖନ୍ତି କିନ୍ତୁ ଆମେ ଯେଉଁ ଜୀବନ ବିତାଉଛନ୍ତି ହୁଏତ ସେଇ ଜୀବନକୁ ବି ଅନ୍ୟ କିଏ ଖୋଜୁଥିବ ତେଣୁକରି ଆମ ପାଖରେ ଯାହା ଅଛି ନା ସେଇଟାରେ ଆମେ ପ୍ଲିଜ୍ ରହିବା ଦରକାର ତ କ'ଣ ସେଇ ତିନୋଟି କଥା ଯେଉଁଟାକି ଆମେ 2025ରେ ମୁଁ ନିଜେ ପ୍ରତିଦିନ ଏଇ ଜିନିଷଟାକୁ ଏଇ କଥାକୁ ମାନେ ମନରେ ରଖିବା ଦରକାର
ନିଜେ ବଡ଼ ପାଟିରେ କହିବା ଦରକାର। ତ ସେଇ ପ୍ରଥମ କଥା ହେଉଛି ଷ୍ଟ୍ରଗଲ୍, ଯେଉଁ ବି ପରିସ୍ଥିତି ଆସିବ ମୁଁ ସେଥିରେ ଭୟଭୀତ ହେବିନି, ଆଉ ଷ୍ଟ୍ରଗଲ୍କୁ ଗୋଟେ ଷ୍ଟ୍ରଙ୍ଗଲି ମୁଁ ସାମ୍ନା କରିବି। ଆଉ ଏଇ ଷ୍ଟ୍ରଗଲ୍ ବା ସଂଘର୍ଷ ହେଉଛି ଜୀବନ, ତେଣୁ ମୁଁ ତାକୁ ହସି ହସି ଖୁସି ମନରେ, ଯେଉଁ କୁହନ୍ତିନି ଗୋଟେ ଯେମିତି ପ୍ରେମ କଲେ ଯେତିକି ଖୁସି ଲାଗେ, ସ୍ନେହ କଲେ ଯେତିକି ଖୁସି ଲାଗେ, ଷ୍ଟ୍ରଗଲ୍ରେ ବି ଆମକୁ ସେଇ ପ୍ରେମ ସେଇ ଆବେଗ ଦେବାକୁ ପଡ଼ିବ। ଥରେ ଆପଣ ଡିପ୍ଲି କଥାଟାକୁ ଭାବିବେ, ମୁଁ ଭାବୁଛି ଯେ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ। ସେକେଣ୍ଡ କଥା ହେଉଛି ଏଇ କଥା ମନରେ ଭାବିବେ, ମୁଁ କେହି ନୁହଁ, ଈଶ୍ୱର ମୋ ସହିତ ଅଛନ୍ତି। ପ୍ରତିଟି ପରିସ୍ଥିତିରେ ସେ ମୋ ସାଥିରେ ଅଛନ୍ତି, ମୋ ହାତ ଧରିକି ମୋ ବାଟ ଚଲେଇ ନେଉଛନ୍ତି। ଆଉ ଯେତେବେଳେ ଏଇ ଆସ୍ଥାଟି ଈଶ୍ୱରଙ୍କ ଉପରେ ରଖିବେ, ତାହେଲେ କ'ଣ ହେବ ନା ନିଜ ଭିତରର କନଫିଡେଣ୍ଟ ବଢ଼ିବ। ଆଉ ସବୁବେଳେ ଅନ୍ୟମାନଙ୍କୁ ଦୁନିଆରେ କ'ଣ ହେଲା, କିଏ କ'ଣ ପାଇଲା ନ ପାଇଲା, ତାକୁ କମ୍ କରିକି ଦେଖିବା, କମ୍ କରିକି ଆମ ନିଜ ଭିତରେ ଗୋଟେ ବେଷ୍ଟ ଭର୍ସନ୍ ଲୁଚି ରହିଛି। ତ ସେଇଟାକୁ ଆମେ ଦେଖିବା ଦରକାର, ତା ଉପରେ କାମ କରିବା ଦରକାର। 2025ରେ ଏଇ ଗୋଟେ ଦିନ ନା କୁଆଡ଼େ କୁଆଡ଼େ ପଳେଇ ଯାଇକି ମାସ ବିତି ଯାଉଛି, ବର୍ଷ ବି ବିତି ଯାଉଛି। ମୁଁ ବି ସଂକଳ୍ପବଦ୍ଧ ଯେ ନିଶ୍ଚିତ ଭାବରେ ଆପଣ ମେଡ଼ିଟେସନ୍ ଟିକେ ସକାଳୁ ନିଜ ପାଇଁ ଗୋଟେ ମେଡ଼ିଟେସନ୍ କରନ୍ତୁ। ଆପଣଙ୍କର ଲାଇଫ୍ଟା କ'ଣ ହେବା ଦରକାର, କେତେ ଆପଣ ଚେଞ୍ଜ କରିପାରିବେ, ଏଇଟାକୁ ଟିକେ ମାନେ ପ୍ରତିଦିନ ସକାଳୁ ଆଟଲିଷ୍ଟ ଆପଣ ସେଇଟା କରନ୍ତୁ। ତାହେଲେ କ'ଣ ହେବ ନା ଆପଣ ସମୟ ଯେଉଁଠି ନଷ୍ଟ କରୁଛନ୍ତି ସେଇଟା ହୁଏତ ଚେଞ୍ଜ ହେଇଯିବ। ଆଉ ଇମାନଦାର ଭାବରେ ପ୍ରତିଟି ଦିନକୁ ନିଜର ସ୍ୱପ୍ନ ପାଇଁ ଯଦି ଆମେ ଦେବା, ନିଶ୍ଚିତ ଭାବରେ ଆମେ ବେଟର ରେଜଲ୍ଟ ପାଇବା। ହଁ, ଆଉ ଗୋଟେ କଥା ଦେଖନ୍ତୁ, ଆମେ ଯେଉଁ ଆଶା କରୁଛନ୍ତି ଯାହା ବି, ହୁଏତ ଆମକୁ ସେଇ ଜିନିଷଟା ପର୍ଟିକୁଲାର ସେଇଟା ନ ମିଳିପାରେ, କିନ୍ତୁ ଆମେ ଯଦି ପ୍ରତିଦିନ କାମ କରୁଥିବା ନା, ନିଶ୍ଚିତ ଭାବରେ ଆମ ପାଇଁ ବହୁତ ବେଷ୍ଟ ଥିବ। ଏଇ ବିଶ୍ୱାସଟା ରଖିବା ଦରକାର। ଆପଣଙ୍କ ସହିତ ମୋର ପରିଚିତ ଷ୍ଟଡି ବ୍ଲଗ୍ରେ, କିନ୍ତୁ ମୁଁ ଏ ସହିତ ଷ୍ଟଡି କରିବା ସହିତ ବିଜନେସ୍ ଷ୍ଟାର୍ଟ କଲି। ଆଉ ବିଜନେସ୍ରେ ମୋତେ ବି ବହୁତ ଖୁସି ଲାଗୁଛି, ବହୁତ ଆନନ୍ଦ ଦେଉଛି। ମୁଁ ଚାକିରି କରିବି ନ କରିବି, କରିପାରିବି ନ କରିପାରିବି, ସେଇଟା ଅଲଗା କଥା। କିନ୍ତୁ ଏତିକି ଗୋଟେ ମୋର 2025 ଷ୍ଟାର୍ଟ ହେବା ପୂର୍ବରୁ ଏତିକି ଫିଲ୍ ମୋତେ ଆସୁଛି, ଆକ୍ଚୁଆଲି ଭଗବାନ ଯାହା କରନ୍ତି ଆମର ୱାର୍କ ଅନୁସାରେ ଆମକୁ ବେଷ୍ଟ ଜାଗାରେ ରଖିଥାନ୍ତି। ଓକେ, ଏଇ ବିଶ୍ୱାସ ଆପଣ ନିଜ ଭିତରେ ରଖନ୍ତୁ। ପ୍ରତିଦିନ ବହୁତ ଭଲ ଭାବରେ ଇମାନଦାର ଭାବରେ କାମ କରନ୍ତୁ। ଲାଷ୍ଟରେ ଗୋଟେ କଥା କହିବି ଯେ ଆପଣଙ୍କ ସ୍ୱପ୍ନର ମଞ୍ଜିରେ ନା ପ୍ରେମ, ଧୈର୍ଯ୍ୟ ଆଉ ବିଶ୍ୱାସର ପାଣି ଛିଞ୍ଚି ଛିଞ୍ଚି ରଖନ୍ତୁ। ଦେଖିବେ ଗୋଟେ ସମୟ ଆସିବ, ଆପଣଙ୍କ ଜୀବନଟା ନା ପୁରା ସବୁଜିମା ହେଇଯାଇଥିବ। ତ ଏଇଟା ଥିଲା ମୋର କହିବାର କଥା। ନିଜ ଷ୍ଟ୍ରଗଲ୍କୁ ପ୍ରଭୁ ବୋଲି ମାନନ୍ତୁ, ନିଜର କ୍ୱାଲିଟିଜ୍ ଉପରେ କାମ କରନ୍ତୁ, ଆଉ ନିଜର ଜୀବନ, ଆମ ଲାଇଫ୍, ଆମ ଟାଇମ୍, ଆମର ଷ୍ଟ୍ରଗଲ୍ ଆକୁ ସମ୍ମାନ ଦେଇକି ଯଦି ଆମେ ଭଲ ଭାବରେ କାମ କରିବା, ନିଶ୍ଚିତ ଭାବରେ କେଉଁ ନା କେଉଁ କ୍ଷେତ୍ରରେ ଆମେ ସଫଳତା ପାଇବା। ଯେତେବେଳେ এই ଭିଡ଼ିଓଟି ଆପଣ ଦେଖିସାରିବେ, ନିଶ୍ଚିତ କମେଣ୍ଟରେ ଜଣାଇବେ ଆପଣ 2025ରେ ନିଜକୁ ଚେଞ୍ଜ କରିବା ପାଇଁ ରେଡ଼ି ତ? ଯଦି ୟେସ୍, ତାହେଲେ ନିଶ୍ଚିତ କମେଣ୍ଟ କରିବେ। Thanks for watching and love you all.